ତାଙ୍କର ତ ଭାଇ ବହୁତ ଭଲ ଚରିତ୍ର, ସେ ବହୁତ ଭଲ ପିଲା, ସେ କେବେ କାରି ସହିତ ଝଗଡ଼ା ଝାଟି ନୁହଁ, କିଛି ନୁହଁ। ଏମିତି ମୁଁ ବି କେବେ ଜାଣିନି ଏମିତି କଳହ କରିବା ତାଙ୍କ ପାରିବାରିକ ଭିତରେ ବି କେବେ ଏମିତି ମୁଁ କେବେ ବି ଜାଣିନାହିଁ। ସେ ମୋ ନିଜ ମାମୁଁ ପୁଅ, ସେ ଏମିତି କେବେ କିଛି ଜାଣିବାର ମୁଁ ବି ଜାଣିନି। ସେ ତାଙ୍କର ଯାଇଥିଲେ ଶୁକ୍ରବାର ଦିନ 26 ତାରିଖ ଫିଷ୍ଟ କରିଥିଲେ। ସେ ତାଙ୍କ ଶ୍ୱଶୁର ଘର ଗତିର ସେ ତାଙ୍କର ପାରିବାରିକ କ'ଣ ଗୋଟେ ଫିଷ୍ଟ ତାଙ୍କର ବନେଇଥିଲେ, ସେଠି ଯାଇଥିଲେ। ସେ ଆଟେଣ୍ଡ କରିକି ସେଠି ଭୋଜି ଭାତ ଖାଇକି ତାଙ୍କ ଶ୍ୱଶୁର ଘର କତିର ରହିକି ସେ ଆସିଲେ ଶନିବାର ଦିନ ଫେରୁଥିଲେ କ'ଣ ଦିନ 3ଟା ବେଳେ କ'ଣ ସେ ତାଙ୍କ ଶ୍ୱଶୁର ଘର କତିରୁ ବାହାରିକି ଫେରୁଥିଲେ। ଫେରିବା ବାଟରେ ଏମିତି କେମିତି ହେଇଛି ସେ ବିଷୟରେ ତ ଆଉ କେହି କେମିତି କିଛି ଜାଣିନାହାନ୍ତି ସେଇଦିନ। ତା ପରଦିନ ଜାଣିଲେ ଯେତେବେଳେ ସକାଳୁ ଛୋଟ ଛୁଆ ରୋଡକୁ ଆସିବାରୁ ଏମିତି କେମିତି ପାଇଛନ୍ତି, ନହେଲେ ସେମିତି କେହି ଜାଣିନଥିଲେ। ତାପରେ ଯାଇକି ଜଣାଶୁଣା ହେଲା, ଏମିତି ଆଗରୁ ଆଉ କିଛି ଜାଣିନ। କଣ ଅନୁମାନ କରୁଛନ୍ତି ଯୋଉ ବିଶ୍ୱ ହେବା ଘଟଣା କଣ ହେଇଛି ବୋଲି ଅନୁମାନ କରୁଛନ୍ତି ଆପଣ? ଏମିତି ସେ ତ କାହିଁ ଆଗରୁ କଳହ ନୁହଁ, କେମିତି ଏମିତି ହେଲା ତ ତାଙ୍କର ତ ଶତ୍ରୁତା କେହି ନଥିଲେ। ଆଗରୁ ତାଙ୍କ ଯାହା ସେ ପାରିବାରିକ ଶାନ୍ତି ହେଇଛି ନା କ'ଣ, ତାକୁ କିଏ ବାଧ୍ୟ କ'ଣ ପାଇଁ କରିଛି ନା କ'ଣ କରିଛି ସେ ବିଷୟରେ ଆମେ ଆଜ୍ଞା କହିପାରିବୁନି। ପୋଲିସ ତଦନ୍ତ ହଁ, ପୋଲିସ ତଦନ୍ତ କରିଲା ପରେ ଯାହା ପ୍ରଶାସନ ତରଫରୁ ଯାହା ଜଣାପଡ଼ିବ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।